ଶତାୟୁ ପିତାଙ୍କ ଜନ୍ମଦିନ ପାଳିଲେ ପୁତ୍ର ପୁତ୍ରବଧୂ ଓ ପରିବାର। ସମାଜରେ ବୃଦ୍ଧ ପିତାମାତାଙ୍କ ପ୍ରତି ଆଦର ସେବା ଯତ୍ନ କମିଯିବା ଓ ପିଲାମାନେ ନିଜ ସୁଖ ସୁବିଧା ପାଇଁ ଜନ୍ମଦାତାଙ୍କର ସବୁ ତ୍ୟାଗ ତିତିକ୍ଷାକୁ ଭୁଲି ଯାଉଥିବା ସମୟରେ ପଟ୍ଟାମୁଣ୍ଡାଇର ଜଣେ ଆଦର୍ଶ ସୁପୁତ୍ର ଓ ପୁତ୍ରବଧୂ ଭାବେ ବାପାଙ୍କର ଜନ୍ମଦିନ ପାଳନ କରି ଉଦାହରଣ ସୃଷ୍ଟି କରିଛନ୍ତି। ପଟ୍ଟାମୁଣ୍ଡାଇ ପୌର ପରିଷଦ 10 ନମ୍ବର ୱାର୍ଡର କାହ୍ନୁଚରଣ ଦାସଙ୍କ ପୁଅ ବିଜୟ ଦାସ, ବୋହୂ ସ୍ନେହାଞ୍ଜଳି ଦାସ ଓ ପରିବାର। କାହ୍ନୁଚରଣ ଥିଲେ ଜଣେ ପରୋପକାରୀ ବହୁ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା। ପଟ୍ଟାମୁଣ୍ଡାଇ ବଣିକ ସଂଘର ପ୍ରତିଷ୍ଠାତା କାହ୍ନୁଚରଣ ନିଜ ପିଲାମାନଙ୍କର ଆଦର ଯତ୍ନରେ ଏବେ ଶତାୟୁରେ ଉପସ୍ଥିତ। ଏ ବୟସରେ ପିଲାମାନେ କେବଳ ତାଙ୍କର ଯତ୍ନ ନିଅନ୍ତି ନାହିଁ, ବରଂ ତାଙ୍କୁ ଖୁସି ରଖିବାକୁ ଯାହା ଯାହା ଆବଶ୍ୟକ ତାହା ପୂରଣ କରିଥାନ୍ତି। ନିକଟରେ ବାପାଙ୍କ ଶତାୟୁ ହେବାର ଖୁସିକୁ ତାଙ୍କ ଜନ୍ମଦିନକୁ ଚିରସ୍ମରଣୀୟ କରିବା ପାଇଁ ଏକ ଭବ୍ୟ ଆୟୋଜନ କରାଯାଇଥିଲା। ନାତି ନାତୁଣୀ, ପୁଅ ବୋହୂ, ଆତ୍ମୀୟ ସ୍ୱଜନଙ୍କ ଗହଣରେ ଏହି ଉତ୍ସବ ବଡ଼ ଉତ୍ସାହର ସହ ପାଳନ କରୁଥିଲେ। ପୁଅ ବିଜୟ, ବୋହୂ ସ୍ନେହାଞ୍ଜଳି, ନାତି ବିଗେଶ, ସ୍ୱଦେଶ ଓ ନାତୁଣୀ ବୋହୂମାନେ ଏହି ଉତ୍ସବ ପାଳନ କରି ନିଜେ ଗର୍ବିତ ଓ ଏହା ଅନ୍ୟମାନଙ୍କ ପାଇଁ ପଥ ପ୍ରଦର୍ଶକ ହୋଇପାରିବ ବୋଲି ସୂଚନା ଦେଇଛନ୍ତି। ପଟ୍ଟାମୁଣ୍ଡାଇରୁ ଧୀରେନ୍ଦ୍ର ମଲ୍ଲିକଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ। କାହ୍ନୁଚରଣ ଦାସ ପଟ୍ଟାମୁଣ୍ଡାଇରେ ବଣିକ ସଂଘର ପ୍ରତିଷ୍ଠା ଆମେ ଚାରିପାଳନ କରିଥିଲୁ। ଆଉ ରାମନବମୀ କରିଥିଲୁ, ଏକ୍ଜିବିସନ୍ କରିଥିଲୁ, ଯଜ୍ଞ କରିଛୁ, କନିକା ଯାଇଛୁ ଡଙ୍ଗାରେ, ଆମେ ବାହା ହେବା ପାଇଁ ଡଙ୍ଗାରେ ଗଲେ କନିକା ଯାଇଛୁ, ବୁଝିପାରିଲେ। ତେଣୁ ଆଜି ପିଲାମାନେ ଆପଣ ଜନ୍ମଦିନ ପାଳନ କରୁଛନ୍ତି, ସେମାନଙ୍କ ପାଇଁ କ'ଣ ପିଲାମାନଙ୍କ ପାଇଁ ଆଶୀର୍ବାଦ ରହିବ? ପିଲାମାନେ ଆଶୀର୍ବାଦ ଠାକୁରଙ୍କ ପାଖରେ ଜଣଉ, ସେମାନେ ଯେମିତି ଖାଇବି ଆନନ୍ଦରେ ରହନ୍ତୁ, ସବୁ କରନ୍ତୁ, ଏଇ କାମ ଅନ୍ୟାନ୍ୟ କାମ ଚାଲିଥାଉ, ସବୁ ହେଉଥାଉ, ଏହି ସବୁ ଆମେ କରୁଛୁ। ମୋ ନାଁ ବିଜୟ କୁମାର ଦାସ, ମୁଁ କାହ୍ନୁଚରଣ ଦାସଙ୍କ ପୁତ୍ର। ବାପାଙ୍କ ଆଜି 100 ଅବସ୍ଥାରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି, କେତେ ଖୁସି ଅଛନ୍ତି, କ'ଣ କହିବେ ଏ ସମ୍ପର୍କରେ? ମୁଁ ଜନ୍ମଦିନ ପାଳନ କଥା ବହୁତ ମୋର ମନେ ପଡ଼େ, ପିଲାବେଳେ ଦିନ କଥା। ମୋତେ ଯେତେବେଳେ 11 ବର୍ଷ ହେଇଥିଲା, ମୋ ବାପା ମୋତେ ନେଇକିନି ଥ୍ରୁ ଆଉଟ୍ ଉତ୍ତର ଭାରତ ଆଉ ପଶ୍ଚିମ ଭାରତ ବୁଲେଇକି ଆଣିଥିଲେ। ତାପରେ ଯେତେବେଳେ ମହାନଦୀ ଆପଣଙ୍କର 1964-63 ମସିହାରେ ମହାନଦୀ ବ୍ରିଜ୍ ହେଇନଥିଲା, ମୋ ବାପା ହେଲେ ମୋତେ କଟକ ନେଇଯିବେ ସାର୍ଟ ପ୍ୟାଣ୍ଟ କିଣିବା ପାଇଁ। ମୋତେ ରେଲ୍ ପୋଲ ଉପରେ କାନ୍ଧେଇକିନି କାନ୍ଧରେ ବସେଇ ଚଲେଇ ନେଇକି ଯିବେ, ସେପଟରେ ପହଞ୍ଚି ସାର୍ଟ ପ୍ୟାଣ୍ଟ କିଣିକି ଟେଲିଂ ସାର୍ଟ ଟେଲିଂ ପ୍ୟାଣ୍ଟ କିଣିକିନି ମୋତେ ନେଇକି ଆସିବେ। ତାପରେ ମୁଁ ଯାହା ଖାଇବି କହିବି କଟକରେ ଏଇଆ ଖାଇବି ସେଇଆ ଖାଇବି, ସବୁ ଖୁଆଇବାକୁ ଦିଅନ୍ତି। ତାପରେ ମୋତେ ରାଜକନିକା ମୋ ମାମୁଁ ଘର, ଯେତେବେଳେ ମାମୁଁ ଘରକୁ ମୁଁ ଯାଇଥିଲି, ବାପା ଗୋଟେ TVS ଗାଡ଼ି କିଣିଥିଲେ ଛୋଟ ସେ ଟାଇମ୍ର, 700 ଟଙ୍କା ଦାମ୍। ସେ ମୋତେ ଆଣିବା ପାଇଁ ରାଜକନିକା ଯିବେ, 4ଟା ନଈ ପାରି ହେଇକି ନେଇକି ମୋତେ ଆସିବେ। ଜନ୍ମଦିନ ପାଳନ କରୁଛନ୍ତି, କେତେ ଖୁସି ଅଛନ୍ତି, କ'ଣ କହିବେ ସେ ସମ୍ପର୍କରେ? ଆଜି ଯେଉଁ ଜନ୍ମଦିନ ପାଳନ ହେଉଛି ବାପାଙ୍କର, ମୁଁ ବହୁତ ଖୁସି। ଏତେ ଖୁସି ଯେ ଇମାଜିନ୍ ବାହାରେ, କାରଣ ବାପା ମୋର ସର୍ବସ୍ୱ। ବର୍ତ୍ତମାନ ଦରକାର ବାପା ମୋତେ ପକେଟ୍ ଖର୍ଚ୍ଚ କରିବା ପାଇଁ ପଇସା ଦେଉଛି। ପିଲାବେଳେ ମୋତେ ଦେଉଥିଲା 1,000, ବର୍ତ୍ତମାନ ଦେଉଛି 500 ଟଙ୍କା। ନେ ପୁଅ ତୁ ଖର୍ଚ୍ଚ କରିବୁ। ଆଜି ଜନ୍ମଦିନେ ମୋତେ 500 ଟଙ୍କା ଦେଇଛି, ପୁଅ ଖର୍ଚ୍ଚ କରିବୁ ତୁ ନେ। ମୁଁ ଭାରି ଖୁସି ମୋ ବାପାର ଜନ୍ମଦିନ ପାଳନରେ। ଆଚ୍ଛା, ବାପାଙ୍କର ଜନ୍ମଦିନରେ ଆଜି ମୁଁ ଏତେ ଖୁସି ଅଛି ଯେ ପାଳନରେ ବାପାଙ୍କର ପିଲା ଦେଖୁଛନ୍ତି, ଛୁଆ ପିଲା ଭଳିଆ ବାପା ବ୍ୟବହାର କରୁଛନ୍ତି। ଆଜି ମୋତେ ପିଲାବେଳୁ କହୁଛି, ଆଜି ମନ୍ଦିର ଟିକେ ନେଇଥିଲୁ, ମନ୍ଦିର ଯେମିତି ବାପାଙ୍କୁ ପିଲା ଛୁଆ ବେଳେ ବାପା ପୁଅ କହେ, ବାପା ମୋତେ ଟିକେ ମନ୍ଦିର ନେଇଚାଲ, ସେମିତି ବାପା ମୋତେ ଆଜି ସକାଳ କଲେ ମୋତେ ଟିକେ ମନ୍ଦିର ନେଇଚାଲ, ମୋତେ ଟିକେ ବୁଲେଇ ଆଣ, ସେଠି ଦେଖେଇ ଆଣ। ମୁଁ ସେ ବାପାଙ୍କୁ ପୁରା ପିଲାଳିଆ ଅବସ୍ଥା ଦେଖି ଆଜି ମୋ ମନ ଭାରି ଖୁସି ହେଇଗଲା। ମୋ ନାଁ ଅମୃତା ସାମନ୍ତ, ମୁଁ ଠାକୁର ବାବାଙ୍କ ନାତୁଣୀ ବୋଉ। ଠାକୁର ବାବାଙ୍କର 100 ବର୍ଷ ପୂର୍ତ୍ତି ଅବସରରେ ତାଙ୍କ ଜନ୍ମ ପାଳନ କରୁଛନ୍ତି, କେତେ ଖୁସି ଅଛନ୍ତି, ଏ ସମ୍ପର୍କରେ କ'ଣ କହିବେ? ଠାକୁର ବାବାଙ୍କ ଦୀର୍ଘାୟୁ ବଢ଼ୁ, ଆଉ ଆମ ଛୁଆଙ୍କ ଖୁସି ହେଇକି ଛୁଆମାନେ ଯେମିତି ହସ ଖୁସିରେ ବଢ଼ୁଛନ୍ତି, ସେଭଳି ଠାକୁର ଆଉ କିଛି ବର୍ଷ ବଞ୍ଚନ୍ତୁ, ଆମେ ସେଇଟା ଚାହୁଁଛୁ। ଆଉ ଆମ ପରିବାର ହସ ଖୁସିରେ ରହୁ। ବଡ଼ ଲୋକଙ୍କର ଆଶୀର୍ବାଦ ଆମକୁ ନିହାତି ଦରକାର। ଆମେ ଚାହୁଁଛୁ ଠାକୁର ବାବା ଆମର ସବୁବେଳେ ଥାଆନ୍ତୁ ଆମ ପାଖରେ।